ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଏବେ ଆଜିର ଭିଡ଼ିଓରେ ଆମେ ଡିସ୍କସ୍ କରିବା କି ଆଉ ଏକ ଭେକେନ୍ସି ଆସିଛି। ଏବେ କ'ଣ ରହିଛି ସେ ଭେକେନ୍ସି, ଚାଲ ଡିଟେଲରେ ଦେଖିନେବା। ତ ତୁମେମାନେ ସ୍କ୍ରିନ୍‌ରେ ଦେଖିପାରୁଥିବ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ଦେବଗଡ଼ ତରଫରୁ ଭେକେନ୍ସି ଆସିଛି। ତେବେ ଭେକେନ୍ସି କ'ଣ ନା ଗୃହରକ୍ଷୀର ହୋମଗାର୍ଡ଼ର ଭେକେନ୍ସି ଆସିଛି। ତେବେ ପ୍ରଥମେ ଜାଣିବା ୟାର ଏଜ୍ କ'ଣ ରହିଛି, ତାର କ୍ୱାଲିଫିକେସନ୍ କ'ଣ ରହିବ, ତା ସହିତ ସିଲେକ୍ସନ୍ ପ୍ରୋସିଜର କିପରି ହେବ, ଡିଟେଲ୍ ଆମେ ଏହି ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା। ତ ଦେବଗଡ଼ ଜିଲ୍ଲା ଗୃହରକ୍ଷୀ ସଂଗଠନରେ ଗୃହରକ୍ଷୀ ଭାବରେ ନିଯୁକ୍ତି ପାଇଁ ସୂଚନା ଆସିଛି ଏବଂ ତୁମେମାନେ ଦେଖିପାରୁଥିବ। ତ ରେସିଡେଣ୍ଟ ସାର୍ଟିଫିକେଟ୍ ଥିବା ଦରକାର ବା ଯେଉଁମାନେ ଦେବଗଡ଼ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛନ୍ତି ତ ସେମାନେ ଏ ପୋଷ୍ଟକୁ ଆପ୍ଲାଏ କରିପାରିବେ। ତା ସହିତ କ୍ୱାଲିଫିକେସନ୍ କ'ଣ ଅଛି ଡିଟେଲ୍ ଆମେ ଦେଖିବା ଆଗକୁ। ତ ଦେବଗଡ଼ ଜିଲ୍ଲା ଗୃହରକ୍ଷୀ ସଂଗଠନରେ ଗୃହରକ୍ଷୀ ଭାବରେ ନିଯୁକ୍ତି ପାଇଁ ଦେବଗଡ଼ ଜିଲ୍ଲାର ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ନିର୍ଦ୍ଧାରିତ ଫର୍ମ ଓଡ଼ିଶା ଗୃହରକ୍ଷୀ ନିୟମ 1962ର ଫର୍ମ ଏରେ ଦରଖାସ୍ତ ଆବେଦନ କରିବା ପାଇଁ ଆହ୍ୱାନ କରାଯାଉଛି। ଏହା ପିଲାମାନେ ତୁମର ଅଫଲାଇନ୍ ରହିବ ଏବଂ ପ୍ରୋସିଜର କ'ଣ ଅଛି ତାକୁ ବି ଦେଖିବା। ଇଚ୍ଛୁକ ପ୍ରାର୍ଥୀଙ୍କୁ ସମଦେଷ୍ଟା ଗୃହରକ୍ଷୀ ବାହିନୀ ଦେବଗଡ଼ଙ୍କ କାର୍ଯ୍ୟାଳୟଠାରେ ତାରିଖ 5/3/2025 ଠାରୁ, ଯାହାକି ଅଲରେଡ଼ି ତୁମର ଷ୍ଟାର୍ଟ ହେଇଗଲାଣି 5 ତାରିଖ ଠାରୁ ଏବଂ ୟାର ଲାଷ୍ଟ ଡେଟ୍ ଯଦି ଦେଖିବା ତାହେଲେ ଅଛି ତୁମର କେବେ ନା 15/3/2025 ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆବେଦନ ତୁମେ କରିପାରିବ ବା ଫର୍ମ ଦାଖଲ କରିପାରିବ। ନିଯୁକ୍ତି ପରୀକ୍ଷା କେଉଁଠାରେ ଏବଂ କେବେ ଅନୁଷ୍ଠିତ ହେବ, ତୁମର ଯେଉଁ ଏକ୍ଜାମ୍ ହେବ ଏବଂ କେବେ ହେବ, ଏହା ଆବେଦନକାରୀମାନେ ନିକଟସ୍ଥ ଥାନା ବା ଫାଣ୍ଡି କିମ୍ବା ସମଦେଷ୍ଟା ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟଠାରୁ ବୁଝିପାରିବେ। ତ ତାର ଏକ୍ଜାମ୍ ଡେଟ୍ କେବେ ହେବ ନିକଟସ୍ଥ ଥାନାରୁ ତୁମେମାନେ ପାଇପାରିବ। ଦେନ୍ ରହିଲା କି କମ୍ପ୍ୟୁଟର ଜ୍ଞାନ, ରୋଷେଇ ଜ୍ଞାନ, ଗାଡ଼ି ଚାଳନା ଜ୍ଞାନ, ବିଦ୍ୟୁତ୍ ମିସ୍ତ୍ରୀ ଜ୍ଞାନ, ପାଇପ୍ ମିସ୍ତ୍ରୀ ଜ୍ଞାନ, ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତା ଥିବା ବ୍ୟକ୍ତି ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ମୋଟ ଖାଲି ଥିବା ପଦବୀ ସଂଖ୍ୟା 60। ତାହେଲେ ଟୋଟାଲ ଭେକେନ୍ସି ତୁମର ଆସିଛି ଦେବଗଡ଼ ଡିଷ୍ଟ୍ରିକ୍ଟର 60 ଭେକେନ୍ସି। ଯଦି ଆବେଦନକାରୀଙ୍କ ସଂଖ୍ୟା ଉପଲବ୍ଧ ଖାଲି ପଦବୀ ଠାରୁ ଅଧିକ ହୁଏ, ତେବେ ଆବେଦନକାରୀଙ୍କୁ କିଛି ଚୟନ ପରୀକ୍ଷା ସାକ୍ଷାତକାରର ଭୂମିକା ଦେବାକୁ ପଡ଼ିବ। ନିଶ୍ଚିନ୍ତତଃ ଆପ୍ଲିକାଣ୍ଟ ଅଧିକ ରହିବେ 60ରୁ ଏଭବ୍। ତେବେ କନଫର୍ମ ହେଇଯାଆନ୍ତୁ, ଏକ୍ଜାମ୍ ତ ନିଶ୍ଚିନ୍ତ ହେବ। କାରଣ ଏଠି ଯେଉଁ କ୍ୱାଲିଫିକେସନ୍ ଦେଇଛି ସେ କ୍ୱାଲିଫିକେସନ୍‌ରୁ ଅଧିକ ପିଲାମାନେ ତୁମେ ଦେଖିବାକୁ ପାଇବ। କାରଣ ଏଠି ମାନେ +3 ପିଜି ଏସବୁ ପିଲାଗୁଡ଼ିକ ଦେଖିବାକୁ ପାଇବ। ତେଣୁ ନିଶ୍ଚିନ୍ତ କମ୍ପିଟିସନ୍ ବଢ଼ିବ। ତେବେ ଆବେଦନକାରୀଙ୍କୁ କିଛି ଚୟନ ପରୀକ୍ଷା, ଯାହାକି ତୁମକୁ ଏକ୍ଜାମ୍ ଦେବାକୁ ପଡ଼ିବ କମ୍ପିଟିଟିଭ୍ ବେସ୍‌ରେ, ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡ଼ିବ। ହୋମଗାର୍ଡ଼ ସେବା ସ୍ଥାୟୀ ଚାକିରି ନୁହେଁ, ଏହା ଏକ ସ୍ୱେଚ୍ଛାକୃତ ସେବା ଏବଂ 3 ବର୍ଷର କାର୍ଯ୍ୟକାଳ ପାଇଁ ନିଯୁକ୍ତି। ତ ଏଠି ସେ ମେନସନ୍ କରିଦେଇଛି ତୁମକୁ କ୍ଲିୟର। ଶୃଙ୍ଖଳା, ବହିଷ୍କାର ଏବଂ ଅନ୍ୟାନ୍ୟ ନିୟମ ଏବଂ ସର୍ତ୍ତାବଳୀ ଓଡ଼ିଶା ଗୃହରକ୍ଷୀ ଆଇନ 1961 ଏବଂ ଓଡ଼ିଶା ଗୃହରକ୍ଷୀ ନିୟମ 1962 ଏବଂ ସାର୍କୁଲାର ଅର୍ଡର ଯାହାକି ତୁମର ଅଛି, ଏହା ଦ୍ୱାରା ତୁମମାନେ ପରିଚାଳିତ ହେବ। ଆବେଦନ ଫର୍ମଗୁଡ଼ିକ ଏହି ଜିଲ୍ଲାର ସମସ୍ତ ଥାନା, ଫାଣ୍ଡି ଓ ସମଦେଷ୍ଟା ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟଠାରେ ଉପଲବ୍ଧ ହେବ। ତ ତାର ଜେରକ୍ସ କପି ରହିବ। ଦେନ୍ ରହିଲା ତାର କ୍ୱାଲିଫିକେସନ୍ କ'ଣ ମାଗିଛି ଏବଂ କ'ଣ କ'ଣ ଡକୁମେଣ୍ଟ ଦରକାର, ସେଗୁଡ଼ିକୁ ଆମେ ଆଲୋଚନା କରିନେବା। ତ ପ୍ରଥମେ ଦେଲା କି ଆବେଦନକାରୀ ଦେବଗଡ଼ ପୋଲିସ ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ତ ପ୍ରଥମରୁ ମୁଁ କହିଛି କି ଯେଉଁମାନେ ଦେବଗଡ଼ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛନ୍ତି ସେମାନେ ଆପ୍ଲାଏ କରିପାରିବେ। ନମ୍ବର 2ରେ ଦେଲା କି ଆବେଦନକାରୀ ଅତି କମ୍‌ରେ 5ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ। କ୍ଲାସ୍ 5 ତ ମିନିମମ୍ ଅଛି, କିନ୍ତୁ ଏଠି ତୁମେମାନେ ମାକ୍ସିମମ୍ ଦେଖିବାକୁ ପାଇବ। କାରଣ ଭେକେନ୍ସି ଯାହା ବି ଆସୁ କମ୍ପିଟିସନ୍ ବା ଆପ୍ଲିକାଣ୍ଟ ଅଧିକ ଥାଆନ୍ତି। ନମ୍ବର 3ରେ ରହିଲା କି ଆବେଦନକାରୀ ଓଡ଼ିଆ ଭାଷା ପଢ଼ି, ଲେଖି ଏବଂ କହିପାରୁଥିବେ। ନମ୍ବର 4ରେ ଦେଲା ଆବେଦନକାରୀ ସୁସ୍ଥ ଭଲ ଶରୀର ଏବଂ ଶରୀରର ଦୁର୍ବଳତା ମୁକ୍ତ ହୋଇଥିବା ଆବଶ୍ୟକ। ଆମେ କହିପାରିବା ଷ୍ଟାଣ୍ଡାର୍ଡ ହେଲ୍ଥ ଥିବା ଦରକାର। ଦେନ୍ ରହିଲା କି ନମ୍ବର 5ରେ ଆବେଦନକାରୀଙ୍କ ବୟସ ସବୁଠାରୁ ଇମ୍ପୋର୍ଟାଣ୍ଟ ରହିଲା କି 1/1/2025 ସୁଦ୍ଧା 20 ବର୍ଷରୁ କମ୍ କିମ୍ବା 60 ବର୍ଷରୁ ଉର୍ଦ୍ଧ୍ୱ ହୋଇନଥିବ। ତାହେଲେ 20ରୁ 60 ମଧ୍ୟରେ ବୟସ ଥିଲେ ତୁମେ ଆପ୍ଲାଏ କରିପାରିବ। ନମ୍ବର 6ରେ ଦେଲା କି ଆବେଦନକାରୀଙ୍କ ଚରିତ୍ର ଭଲ ହେବା ଉଚିତ ଏବଂ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ବିଚାରାଧୀନ ନଥିବ। ତ କୌଣସି ମାମଲା ନଥିବା ଦରକାର।
ଦେନ୍ ହେଲା ଆବେଦନକାରୀଙ୍କୁ ଫର୍ମ ସହିତ ଏଇସବୁ ପ୍ରମାଣପତ୍ର ସଂଲଗ୍ନ କରିବାକୁ ପଡ଼ିବ। ତାହେଲେ ତମେ ସେଇ ଆପ୍ଲିକେସନରେ କ'ଣ କ'ଣ ଡକୁମେଣ୍ଟସ୍ ସବମିଟ୍ କରିବାକୁ ପଡ଼ିବ ନା ଆବାସିକ ପ୍ରମାଣପତ୍ର, ଦେନ୍ ରହିଲା ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର। ନମ୍ବର 3 ରେ ରହିଲା କି 4 ଗୋଟି ପାସପୋର୍ଟ ଆକାରର ରଙ୍ଗୀନ ଫଟୋ, ପାସପୋର୍ଟ ସାଇଜର ତମର 4ଟି ଫଟୋ ରହିବ। ତା ସହିତ ଦକ୍ଷତା ଅନୁଯାୟୀ ପ୍ରମାଣପତ୍ର। ନମ୍ବର 5 ରେ ଦେଲା କି ପରିଚୟ ପ୍ରମାଣପତ୍ର, ଯାହାକି ତମେ ଆଧାର କାର୍ଡ ଦେଲେ ଚଳିବ କିମ୍ବା ଭୋଟର କାର୍ଡ ଦେଲେ ମଧ୍ୟ ଚଳିବ। ତ ଇଏ ଥିଲା ତମ ପାଇଁ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍। ଯୋଉମାନେ ଦେବଗଡ଼ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛ, ନିଶ୍ଚିନ୍ତ ତୁମମାନଙ୍କ ପାଇଁ ଇନଫର୍ମେସନ୍‌ଟି ହେଲ୍ପଫୁଲ୍ ହେଇପାରିବ। ଯଦି ବି କିଛି ଡାଉଟ୍ ରହେ ତାହେଲେ ତୁମେମାନେ ଏଇ ନମ୍ବରରେ କଲ୍ କରିକି ପଚାରି ପାରିବ। ତ ଇଏ ଥିଲା ଦେବଗଡ଼ ଡିଷ୍ଟ୍ରିକ୍ଟର, ଯାହାକି ହୋମଗାର୍ଡର ଆ ନିଯୁକ୍ତି। ଆଶା କରେ ନିଶ୍ଚିନ୍ତ ତୁମମାନଙ୍କୁ ଭିଡ଼ିଓଟି ହେଲ୍ପଫୁଲ୍ ହେଇପାରିବ। ତୁମମାନଙ୍କ ସହିତ ଦେଖା ହବ ନେକ୍ସଟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ।